ସାଙ୍ଗମାନେ ଟିକେ ଭାବନ୍ତୁ, ଯଦି ଆପଣଙ୍କ ପାଖରେ କେବଳ 24 ଘଣ୍ଟାର ସମୟ ଥାଏ ତ ଆପଣ କ'ଣ କରିବେ? କ'ଣ ଆପଣ ନିଜର ସମୟ ବର୍ବାଦ କରିବେ, ନା ପ୍ରତିଟି କ୍ଷଣକୁ ଜୀବାର ପ୍ରକୃତ ଅର୍ଥକୁ ବୁଝିବେ? ଆଜିର ଏହି ଭିଡ଼ିଓ ଆପଣଙ୍କ ଭିତରେ ଲୁଚି ରହିଥିବା ପ୍ରକୃତ ଶକ୍ତିକୁ ବାହାରକୁ ଆଣିବାରେ ସାହାଯ୍ୟ କରିବ। ତ ଚାଲନ୍ତୁ ଆରମ୍ଭ କରିବା। ଯେବେ ଆମକୁ ଜଣାପଡ଼େ କି ଆମ ପାଖରେ କେବଳ ସୀମିତ ସମୟ ଅଛି, ତ ଆମ ନଜରିଆ ବଦଳିଯାଏ। ଥରେ ନିଜକୁ ପଚାରନ୍ତୁ କି କ'ଣ ମୋ ଜୀବନ ଠିକ୍ ଡିରେକ୍ସନରେ ଯାଉଛି? କ'ଣ ମୁଁ ନିଜ ସ୍ୱପ୍ନ ପୂରା କରିବା ପାଇଁ କାମ କରୁଛି, ନା କେବଳ ନିଜର ସମୟ ବର୍ବାଦ କରୁଛି? ଜୀବନର ପ୍ରତିଟି ମୁହୂର୍ତ୍ତ ଅମୂଲ୍ୟ ହୋଇଥାଏ। ଯେଉଁ ସମୟ ଏବେ ଆପଣଙ୍କ ପାଖରେ ଅଛି ତାହା ଆପଣଙ୍କୁ ଆଉ କେବେ ବି ମିଳିବନି। ଯଦି ଆଜିର ଦିନ ଆପଣଙ୍କର ଶେଷ ଦିନ ହେଇଥାନ୍ତା ତ କ'ଣ ଆପଣ ସେହିସବୁ କାମ କରୁଥାନ୍ତେ ଯାହାର କି କୌଣସି ଅର୍ଥ ହିଁ ନାହିଁ? କେବେ ନୁହେଁ। ନିଜ ଜୀବନରେ ଆପଣ ସେହିସବୁ ଜିନିଷକୁ ବାଛନ୍ତୁ ଯାହା ଆପଣଙ୍କ ପାଇଁ ସବୁଠୁ ଅଧିକ ମାଇନା ରଖିଥାଏ। ନିଜ ପରିବାର ସହିତ ସମୟ ବିତାନ୍ତୁ, ନିଜ ସ୍ୱପ୍ନକୁ ପୂରା କରିବା ପାଇଁ କାମ କରନ୍ତୁ, କାହାର ମୁହଁରେ ହସ ଆଣନ୍ତୁ। ଏଠାରେ ମହତ୍ତ୍ୱପୂର୍ଣ୍ଣ କଥାଟି ହେଉଛି କି ଆପଣ ସେହିସବୁ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ ଯାହା ଆପଣଙ୍କୁ ବାସ୍ତବରେ ଶାନ୍ତି ଆଉ ଆତ୍ମସନ୍ତୋଷ ଦେଇଥାଏ। ଆପଣଙ୍କ ପାଖରେ ପ୍ରତିଦିନ 24 ଘଣ୍ଟାର ସମୟ ଥାଏ। ଏହା ଆପଣଙ୍କ ଉପରେ ନିର୍ଭର କରୁଛି କି ଆପଣ ତାକୁ କିପରି ୟୁଜ୍ କରିବେ। ଏବେ ସମୟ ହେଉଛି ପରିବର୍ତ୍ତନର। ସେହିସବୁ ଅଭ୍ୟାସକୁ ଛାଡ଼ି ଦିଅନ୍ତୁ ଯାହା ଆପଣଙ୍କ ସମୟ ଆଉ ଜୀବନ ଉଭୟକୁ ବର୍ବାଦ କରୁଛି। ନିଜ ଡରକୁ ହରାନ୍ତୁ, ସେହିସବୁ ଜିନିଷକୁ ଆପଣାନ୍ତୁ ଯାହା ଆପଣଙ୍କୁ ନିଜ ଲକ୍ଷ୍ୟ ପର୍ଯ୍ୟନ୍ତ ନେଇଯିବ। ମନେ ରଖନ୍ତୁ, ଯେଉଁ ଜିନିଷ ଆପଣ ଏବେ କରିବେ ତାହା ହିଁ ଆପଣଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ। ଗୋଟିଏ ଛୋଟିଆ ପ୍ରୟାସ ଆପଣଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିପାରିବ। ତ ସାଙ୍ଗମାନେ, ଯଦି ଆପଣଙ୍କ ପାଖରେ କେବଳ 24 ଘଣ୍ଟା ଅଛି ତ ତାକୁ ଏମିତି ଜିଅନ୍ତୁ ଯେମିତି ଏହା ଆପଣଙ୍କ ଜୀବନର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦିନ। ପ୍ରତ୍ୟେକ ଦିନ ସକାଳେ ବିଛଣାରୁ ଉଠିକି ନିଜକୁ କୁହନ୍ତୁ କି ଆଜି ମୁଁ ନିଜର ସର୍ବଶ୍ରେଷ୍ଠ ଦେବି। ଯଦି ଆଜିର ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତ ଏହାକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ପୁଣି ଦେଖା ହେବ ଆଉ ଗୋଟିଏ ନୂଆ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ମନେ ରଖିଥାନ୍ତୁ। ଧନ୍ୟବାଦ।